हेलो सर नमस्कार। नमस्कार सर। सर सर्वप्रथमे आपणଙ୍କୁ ମୋର ଏହି ପଡକାଷ୍ଟ ସିରିଜର ଏହି ଅଧ୍ୟାୟକୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ସାର୍। बहुत बहुत धन्यवाद सर। ଆଉ କେମିତି ଅଛନ୍ତି? ଆଉ ସ୍ୱାସ୍ଥ୍ୟ ତ ଟିକେ ଖରାପ ରହୁଛି, ବୟସ ତ ହେଲାଣି। ଆଜ୍ଞା ଆଉ ସେଥିରେ ଟିକେ ପରିବାରର ଜଞ୍ଜାଳ ଭିତରେ ରହୁଛି। ତାପରେ ମୋର ଦିଟା ଗୋଡ ଟିକେ ଅଚଳ ହେଇଗଲା। ସେ ହଁ ଦୃଷ୍ଟିରୁ ମୁଁ ଟିକେ ବାହାରକୁ ଏତେ ଆସିବାର ସୁବିଧା ହଉନି। ହଁ ହଁ ହଁ। ଆଉ ହେଲେ ସାର୍ ତଥାପି ଲୋକ ଆପଣଙ୍କର ଟିକେ ଛୋଟିଆ ପରିଚୟ ଦେଇଦେବେ କି ଆମ ଶ୍ରୋତା ମୋ ବନ୍ଧୁ ନାଁ ମାନଙ୍କୁ? ହଉଛି ସୁରେଶ କୁମାର ମିସାଲ ସାର୍। ଆଜ୍ଞା ମୋର ସାର୍ଟିଫାଇଡ ନେମ୍ ଅଛି ପଦ୍ମନାଭ ମିସାଲ, କିନ୍ତୁ ମୋ ନାଁ ଅଛି ଭାବରେ ଭଲ ଭାବରେ ପୁରା ପରିଚିତ ସୁରେଶ କୁମାର ମିସାଲ। ମୁଁ BSc LLB କରିଛି, ପ୍ରଫେସନାଲି ଆଡଭୋକେଟ ଥିଲି। ଆଜ୍ଞା ଆଉ ଆଉ ମୁଁ ବମ୍ବେ ଚଳଚ୍ଚିତ୍ର ଜଗତରେ ବି ଥିଲି, ଲେଖା ଲେଖି ବି ଟିକେ କରେ। ଆଜ୍ଞା ଆଉ ଗୋଟେ ସ୍ପୋର୍ଟସମ୍ୟାନ ଥିଲି। ଆଜ୍ଞା ତାପରେ ଗୋଟେ କଂଗ୍ରେସର ସକ୍ରିୟ କର୍ମୀ ଥିଲି, ବୁଝିଲେ, ସକ୍ରିୟ କର୍ମୀ ଥିଲି। ଆଉ ଗୋଟେ 1975 ବେଳକୁ ମୁଁ ଥିଲି କଂଗ୍ରେସର ଷ୍ଟେଟ ସେକ୍ରେଟାରୀ, ମାନେ ଷ୍ଟେଟ ସେକ୍ରେଟାରୀ ଜଏଣ୍ଟ ସେକ୍ରେଟାରୀ ବୋର୍ଡ ଥିଲେ, ସେ ଭିତରେ ଥିଲି। ଆଜ୍ଞା ତାପରେ ବିଗତ 2008 ବେଳକୁ 7-8-10 ମୁଁ ଆରମ୍ଭ ମତେ ଦିଆଗଲା ଗଜପତି ଜିଲ୍ଲା କଂଗ୍ରେସ ଦଳିତ ସେଲର ଚେୟାରମ୍ୟାନ ଦିଆଯାଇଥିଲା। ଆଜ୍ଞା ଆଜ୍ଞା ତାପରେ ମୋର ସ୍ୱାସ୍ଥ୍ୟ ଖରାପ ଦୃଷ୍ଟିରୁ ସବୁ ଜାଗା ତ୍ୟାଗ କରିଦେଲି। ତଥାପି ସେବା ଲୋକଙ୍କର ସେବା କରିବାର ମୋର ଉଦ୍ଦେଶ୍ୟରେ ମୋର ଥାଏ। ଆଜ୍ଞା ଆଜ୍ଞା। ତ ଏଇଟା ହଉଛି ଏତେ ବର୍ଷର ସମାଜ ସେବାର ଅନୁଭୂତି ଆପଣଙ୍କ ପାଖେ ଅଛି। ହଁ ଆଉ ମୁଁ ଆଶା କରିବି ଏ ପଡକାଷ୍ଟ ମାଧ୍ୟମରେ ଆପଣଙ୍କର ଅନୁଭୂତି ଆମ ସହିତ ସେୟାର କରିବେ। ନିଶ୍ଚୟ ସାର୍। ତ ସର୍ବପ୍ରଥମେ ସାର୍ ମୁଁ ଜାଣିବାକୁ ଚାହିଁବି, ଆପଣ ଜାଣିଥିବେ ବର୍ତ୍ତମାନ ଆମ ଦେଶରେ ନିର୍ବାଚନର ମାହୋଲ ଜାରି ରହିଛି। ଆଜ୍ଞା। ତ ଏହି ସମୟରେ ମାନେ ଆପଣଙ୍କୁ କେମିତି ଲାଗୁଛି? ଆପଣ ସତରେ ଖୁସି ଅଛନ୍ତି କି? ମୁଁ ତ ଖୁସି କି ନାଇଁ ପରେ କହିବୁ। ଆପଣଙ୍କର ପ୍ରଶ୍ନ ମୁଁ ପଚାରୁଛି, ନିର୍ବାଚନର ଯୋଉ ବର୍ତ୍ତମାନ ଯୋଉ ହାୱା ଚାଲିଛି ଆ ଲୋକଙ୍କ ଉପରେ କେତେ ପ୍ରଭାବ ପକେଇଛି? ଆଜ୍ଞା ଆଜ୍ଞା ଲୋକଙ୍କ ଉପରେ ତାର କିଛି ବି ପ୍ରଭାବ ନାହିଁ। ଆଜ୍ଞା ଆଗେ ନିର୍ବାଚନ ଆସୁଥିଲେ ଗୋଟେ ନେତାକୁ ଆମେ ବାଛିବା, ଯିଏକି ଆମ ଉପକାର କରିବ, ଯିଏ ଯାହା ଉପରେ କି ଲୋକମାନଙ୍କର ବିଶ୍ୱାସ ରହୁଥିଲା ସେ ଲୋକ ଆମ ପାଇଁ କିଛି ନା କିଛି ଗୋଟେ କରିବ। ତଥାପି କିଛି ହେଇପାରୁନଥିଲା। ଜାତିଟା ନୂଆ ନୂଆ ସ୍ଵାଧୀନତା ହେଇଥିଲା, ସେଥିରେ ଏତେ ସକ୍ରିୟ କର୍ମୀ ମାନେ ମଧ୍ୟ କିଛି କରିପାରୁନଥିଲେ। ତଥାପି ଲୋକଙ୍କର ଆସ୍ଥା ରହୁଥିଲା। ଆଜ୍ଞା ଯେତେବେଳେ ସେ ଆସ୍ଥାଟା ନିର୍ବାଚନ ପରେ ପରେ ଯେତେବେଳେ ରାଜନୈତିକ ଦଳ ଗୁଡାକ ରାଜନୈତିକ ଦଳର ହେଇକି ନ ରହି ଯେତେବେଳେ ବ୍ୟବସାୟିକ ଦଳ ହେଇଗଲେ, ସୁବିଧାବାଦ ରାଜନୀତି କଲେ, ଆଜି ଗୋଟେ ଦଳର ନେତା ଏଇଠି, କାଲିକା ଗୋଟେ ସେଇ ନେତା ଅନ୍ୟ ଜାଗାରେ, ଆଜ୍ଞା ଯେତେବେଳେ ଏମିତି ଚାଲିଲା ଲୋକମାନଙ୍କର ରାଜନୀତି ନେତା ମାନଙ୍କ ଉପରେ ବିଶ୍ୱାସ ଟା ତୁଟିଗଲା। ଆଉ ସେମାନଙ୍କର ଗୋଟେ ଉଦ୍ଦେଶ୍ୟ ରହିଛି, ରାଜନୀତି ନେତା ମାନେ କେବଳ ବ୍ୟବସାୟିକ ଭିତ୍ତିରେ ସୁବିଧା ବାଦୀ ରାଜନୀତି କରନ୍ତି। ତାପରେ ତ ଭୋଟ ଦେବାକୁ ପଡିବ ବାଧ୍ୟ ହେଇକି, ନ ଦେବାର ତ କିଛି ମାନେ ନାହିଁ। ନଦେଲେ ନାଗରିକତା ଗୋଟେ ପରିଚୟ ଆମର ନଥିବ। ଆଜ୍ଞା ଆଗକୁ ତ ଦବା, କିଏ କିଛି ଦଉଛି ଦେଇଦବ, ଗୋଟେ ଦେଇଦବା ମିଛୁଟାରେ। କାହିଁକି ଏ ପ୍ରକାର ମନୋଭାବ ଲୋକଙ୍କ ମନରେ, ସାଧାରଣ ଭୋଟର୍ସ ମାନଙ୍କ ମନରେ ବେଶୀ ଆସିଗଲା। ବିଶେଷ ଆଜ୍ଞା କରି ଦଳିତ, ଅଶିକ୍ଷିତ ବହୁତ ସଂଖ୍ୟାରେ ତ ଆମ ଭାରତ ଦେଶରେ ଅଛନ୍ତି। ଆଉ ଯୋଉମାନେ ବହୁତ ତଳ ଶ୍ରେଣୀର, ନିମ୍ନ ଶ୍ରେଣୀର ଅଛନ୍ତି, ଯୋଉମାନେ ଉପରକୁ ଆସିବାର ସେମାନଙ୍କୁ କୌଣସି ପ୍ରକାର ଗୋଟେ ସୁବିଧା ହଉନାହିଁ, ସେମାନେ ବାଧ୍ୟ ହେଇକି ଦେଶରେ ଭୋଟ ଦେବାର ପଡିବ। ଆମକୁ ଆଧାର କାର୍ଡ ଚାଲିବ ନାହିଁ, ଭୋଟ କାର୍ଡ ଚାଲିବ ନାହିଁ, ଆମର କିଛି ସୁବିଧା ମିଳେ ନା ଉଦ୍ଦେଶ୍ୟରେ ରାଜନୀତି ନେତା ମାନଙ୍କୁ ଭୋଟ ଦିଅନ୍ତି। ତଥାପି ବିଶ୍ୱାସ କମିଗଲା। ଆଉ ହଁ ସେ ହଁ ଦୃଷ୍ଟିରୁ ରାଜନୀତି ଉପରେ ମଧ୍ୟ ସମସ୍ତଙ୍କର ବିଶ୍ୱାସ କଟିଗଲା। ବିଭିନ୍ନ ପ୍ରକାର ସମୀକ୍ଷା, ବିଭିନ୍ନ ପ୍ରକାର ସମାଲୋଚନା ରାଜନୈତିଜ୍ଞ ମାନଙ୍କ ନିଜେ କହୁଛନ୍ତି, ତାଙ୍କ ପରବର୍ତ୍ତୀ କାଳରେ ଅନ୍ୟମାନେ ବି ଆଜ୍ଞା ସେ ଆଜ୍ଞା। ମାନେ ଦୃଷ୍ଟିରୁ ଆଜି ଏ ଯିଏ ଗୋଟେ ପାର୍ଟିରେ ଥିବ, କାଲିକି ଆଉ ଗୋଟେ ହଁ ପାର୍ଟି। ଆଉ ଗୋଟେ ମାନେ ପାର୍ଟି ଅଛି। ସମସ୍ତ ପଲିଟିକାଲ ପାର୍ଟି ନିଜର ନୈତିକତା ହରାଇ ସାରିଲେଣି। ଲୋକମାନେ ଆଉ କାହାକୁ ସମସ୍ତ ବିଶ୍ୱାସ ପଲିଟିକାଲ ପାର୍ଟି ଗୁଡାଙ୍କର ଗୋଟିଏ ମ୍ୟାନିଫେଷ୍ଟୋ ହଉଛି, ଜେନେରାଲ ପବ୍ଲିକ କୁ ଆମେ ପ୍ରଥମେ ପଶୁ ବନେଇବା। ବଳଦ କି ପୋଡ କି ଘୋଡା କି ଗଧ ବନେଇବା। ସେମାନଙ୍କୁ ଖାଇବା ପିଇବାକୁ ଫ୍ରିରେ ଦେଇଦେବା। ଆଉ ସେମାନେ ଘାସ ଚରିବାକୁ ବାହାରକୁ ଯିବେନି। ଆମେ ଯୋଉଟା ପାଳ ପକେଇବୁ, ଆମେ ତୋରାଣି ଦେବୁ ପିଇବେ, ପଶୁ ହେଇଥିବେ, ସେଥିରେ ସେମାନେ ଆମ ପାଖରେ ରହିବେ। ଆଉ ଯେତେବେଳେ ଆମର ବଡ ବଡ ଗାଡିରେ ବଡ ବଡ ଭୋଜି ହେଇଯାଏ, ତାଙ୍କ ବେକରେ ବାନ୍ଧି ଦେବା, ସେ ବାଧ୍ୟ ହେଇକି ବୋହିବେ। ଏଇଟା ହଉଛି ନେତା ମାନଙ୍କର, ସବୁ ନେତାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ରହିଲା, ସେ ଆଜ୍ଞା ଯେକୌଣସି ଦଳ ହଉନା କାହିଁକି। ଆଜ୍ଞା ସେଥିପାଇଁ
ଯେକୌଣସି ଦଳକୁ ଭୋଟ ଦେବା ପୂର୍ବରୁ ଲୋକ 1000 ଥର ନିଜକୁ ପଚାରୁଛନ୍ତି ଆର ଆଲ୍ଟରନେଟ୍ କଣ। ଗୋଟେ ନେତା ଆମକୁ ଇଚ୍ଛା ନାହିଁ, ସେ ନେତାକୁ ଆମେ ଭୋଟ ଦେବାକୁ ଚାହୁଁନାହୁଁ, କିନ୍ତୁ ଆର ଆଲ୍ଟରନେଟ୍ କଣ। ସରକାର ଯୋଉ ନୋଟା ବୋଲି ଗୋଟେ ଜିନିଷ ରଖିଛନ୍ତି ଆମର ଇଭିଏମ ରେ, not of the above ବୋଲିକିରି, ସେଇ ନୋଟା ଯୋଉ ସଂଖ୍ୟା ଆମର ଯୋଉ ଭୋଟ ପାଇଁ କରିବା ପାଇଁ ଯାହାକୁ ଇଚ୍ଛା ନଥିଲେ ସେ ସରକାରକୁ ଦେଇପାରିବ, ସେ ଜିନିଷଟା ସରକାର ସମସ୍ତଙ୍କ ପାଖରେ ଗୋଟେ ପ୍ରକାର ମାନେ ପବ୍ଲିସିଟିଟା କରିପାରିଲେନି, ଯାହା ଫଳରେ କି ଲୋକ ଚାହିଁବେ ଇଏ ନେତା ଗୁଡାକ ଠିକ ନୁହନ୍ତି, ଆଙ୍କୁ ଆମେ ଭୋଟ ଦେବାନି, ଆମେ ଡାଇରେକ୍ଟ ନୋଟାରେ ପକେଇଦେବା। ସେ ଜିନିଷଟା ସରକାର ତରଫରୁ ଇଲେକ୍ସନ କମିଶନର ତରଫରୁ ସେଟା ପବ୍ଲିସିଟି ହେବା ଦରକାର ଥିଲା, ସେଇଟା କଲେନି। ଆଜି ପର୍ଯ୍ୟନ୍ତ ଲୋକ ସେ ନୋଟା ସ୍ପିଚ ଇଭିଏମ ରେ କଣ ପାଇଁ ରଖା ହେଇଛି କେହି ଜାଣିନାହାନ୍ତି। ଆଉ ଗୋଟେ କଥା, ଯୋଉ ଇଭିଏମ ଯେତେବେଳେ ଟ୍ରାପିଂ କରାଯାଉଛି କି ଇଭିଏମ ଯେତେବେଳେ କି ଇଏ କରାହଉଛି, ମାନେ ମିସବ୍ୟବହାର କରାହଉଛି ଇଭିଏମ କୁ, ଲୋକ ସବୁ ବହିର୍ଗତ ହେଲାଣି। ସେ ଦୃଷ୍ଟିରୁ ଲୋକମାନେ ଇଭିଏମ ଉପରେ ମଧ୍ୟ ବିଶ୍ୱାସ ରହିଲା ସାର୍। ଏଇଟା ହଉଛି ପବ୍ଲିକ ଭୋଟର ର ଇଏ, ବୁଝିଲେ କି। ହେଲେ ସାର୍ ଆମେ ଏବେ ଅଲଗା କ୍ୱେଶ୍ଚନ ଆଡକୁ ଯିବା। ତ ଆପଣ ଜାଣିଥିବେ ଆମ ଦେଶ ବର୍ତ୍ତମାନ ସ୍ୱାଧୀନତା ଲାଭ କରି 76-77 ବର୍ଷ ହେଇଗଲାଣି। ତ ଇତିମଧ୍ୟରେ ଆପଣଙ୍କୁ ଲାଗୁଛି କି, ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଲାଗୁଛି କି ଆମ ଦେଶ ବା ଆମ ରାଜ୍ୟ ବା ଆପଣଙ୍କ ଅଞ୍ଚଳ ଯେଉଁଭଳି ଭାବରେ ବିକାଶ ହେବା କଥା ସେଇଭଳି ଭାବରେ ବିକାଶ ହେଇଛି ବୋଲି? ନାଇଁ, ସେଭଳିଆ ବିକାଶ ହେବା କଥା ତ ଦୂରରେ ରଖନ୍ତୁ, ଆମକୁ ଗୋଟେ ବିରାଟ ଅଂଶ ସେଡ୍ୟୁଲ କାଷ୍ଟ ଆଣ୍ଡ ସେଡ୍ୟୁଲ ଟ୍ରାଇବ, ଗୋଟେ ବିରାଟ ଅଂଶ ଏ ଦେଶର ଜନସାଧାରଣ ଭିତରେ, ସେମାନଙ୍କୁ ମହାଭାରତ ଯୁଦ୍ଧରୁ, ବୁଝିଲେ, ମହାଭାରତ ଯୁଦ୍ଧରୁ ମୁସଲମାନ ଯୁଗ ପର୍ଯ୍ୟନ୍ତ, ଆଉ ମୁସଲିମ ଯୁଗଠୁ ଆରମ୍ଭ କରି ମୋଦୀ ଯୁଗ ପର୍ଯ୍ୟନ୍ତ ସେମାନେ ହିନ୍ଦୁ ଥିଲେ ମଧ୍ୟ ହିନ୍ଦୁ ନାହିଁ, ସେମାନେ ଖ୍ରୀଷ୍ଟିଆନ ଥିଲେ ମଧ୍ୟ ସେମାନେ ମଣିଷ ନାହିଁ, ସେମାନଙ୍କୁ ପ୍ରତି ଜିନିଷରୁ ବାହାର କରାଗଲା। ସେ ଜିନିଷ ଆଜି ପର୍ଯ୍ୟନ୍ତ ଯେତେବେଳେ ଭାରତରେ ସାମାଜିକ ସମାନତା, ସେମାନେ ସୋସିଆଲ ଇକ୍ୱାଲିଟି, ଫିନାନ୍ସିଆଲ ଇକ୍ୱାଲିଟି, ଏଜୁକେସନାଲ ଇକ୍ୱାଲିଟି ସେମାନଙ୍କୁ ଦିଆଗଲା ନାହିଁ, ସେମାନେ ଲୋକ କେବେ ଭାବିବେ ଆଜ୍ଞା ଆମେ ଭାରତ ଦେଶଟା ପରାଧୀନରୁ ମୁକ୍ତ ହେଇକି ସ୍ୱାଧୀନ ହେଇଛି ବୋଲି କୁହନ୍ତୁ ତ? କେବେ ନାହିଁ, କେବେ ନାହିଁ, କେବେ ନାହିଁ। ଆଉ ସେମାନଙ୍କ ଯୋଉ ବିକାଶ ବିଷୟରେ ଆସୁଛି, ବିକାଶ ଗୋଟେ କଥାଟି ମୁଁ ଆପଣଙ୍କୁ କହୁଛି, ଏମାନେ ନେତା ତରଫରୁ କହୁନି, ଆମ ଘରେ 5-6ଟା ଭାଇ ଭଉଣୀ ଥିବେ, ବାପା ଆମକୁ ଠିକ ଭାବରେ ଖାଇବା ଦେଉନଥିବ, କାହାର ନା କିଛି ଗୋଟେ ଅସୁବିଧା ହେଇଯାଉଥିବ, ସେତେବେଳେ 4 କୋଟି ଲୋକଙ୍କୁ ମେଣ୍ଟେନ କରିବାଟା ସାମାନ୍ୟ ଗୋଟେ ଲୋକଙ୍କ ପକ୍ଷରେ, ଯାହାର କି ପରିବାର ବି ନଥିବେ, ସେ କେମିତି ମେଣ୍ଟେନ କରିବ କୁହନ୍ତୁ? ସେଥିରେ କିଛି ନା କିଛି ତ୍ରୁଟି ନିଶ୍ଚୟ ରହୁଛି। ଆଉ ଷ୍ଟେଟ ର ବେନିଫିଟ ଉପରେ ଧରିକିରି ଷ୍ଟେଟ ର ଖର୍ଚ୍ଚ ବି ଡିପେଣ୍ଡ କରୁଛି, ସେ ସବୁରେ ବିକାଶ ଟା ପଛ ହଉଛି। ଯେତେବେଳେ ବିକାଶ ପାଇଁ କିଛି ପ୍ରୋଗ୍ରାମ ହଉଛି, ବିକାଶ ଜରିଆରେ ଲୋକଙ୍କୁ କିଛି ଦେବା ପାଇଁ ବୋଲି ପ୍ରୋଗ୍ରାମ ହଉଛି, ନାନା ଜରିଆ ହାତରୁ ହାତ ହେଇକି ଆସିଲା ବେଳକୁ ଲୋକଙ୍କୁ ମିଳିଲା ବେଳକୁ କିଛି ମିଳୁନି, ସେଥିରେ ସେଟା ବାଟମରଣା ହେଇକିରି ସେମାନଙ୍କ ଲାଞ୍ଚ ମିଛରେ ପଳେଇ ଯାଉଛି ସାର୍। ଯାହା ଫଳରେ କି ବିକାଶ ହେବାର ତ ନାଁ ଧରୁନି। ଦେଖନ୍ତୁ ଗଜପତି ଜିଲ୍ଲାର କଣ ଅଭାବ, ଗଜପତିରେ ସବୁ କିଛି ଅଛି, କିନ୍ତୁ ପ୍ରତ୍ୟେକ ଜାଗାରେ ଯେ ଆପଣ ଦେଖନ୍ତୁ ଜୁଡିସିଆରରେ ମଧ୍ୟ ଆଜିକାଲି ଲାଞ୍ଚ ମିଛ ପଶିଗଲାଣି, ଯୋଉଠି ପଶିବା କଥା ନାହିଁ ଜୁଡିସିଆରରେ ପଶିଗଲାଣି। ତା ପ୍ରଶାସନିକ ବିଭାଗ ତ କଣ ପାଇଁ ଅଛି, କଣ ଦେଖୁଛି, କିଛି ଜଣାକା ପଡୁନି, ବୁଝିଲେ। ଆମର ଯେ ମ୍ୟୁନିସିପାଲିଟି ବୋଲି ଗୋଟେ ଜିନିଷଟି ଅଛି, ଆମର ତଳ ସ୍ତରରେ ଆମର ସାହିଟା ଅଛି, ଟିକେ ବର୍ଷା ହେଲେ ସାହିରେ ବନ୍ୟା, ଓ ନ୍ୟୁଜ ବାଲା ବି ଦେଖୁନାହାନ୍ତି, ଯାହାକୁ ଆମେ କି ଭାରତର ଚତୁର୍ଥ ସ୍ତମ୍ଭ ବୋଲି କହୁଛୁ। ସେମାନେ ଯେକୌଣସି ନ୍ୟୁଜ ଯଦି ଆସିଲା, ମନେକର ଗୋଟେ ମର୍ଡର କେସ୍ ହେଲା, ସେମାନଙ୍କ ହାତରେ ପଇସା ପଳେଇ ଆସୁଛି ଅଟୋମେଟିକ ଥାନାରୁ, ସେମାନଙ୍କୁ ନ୍ୟୁଜ ବାଲାକୁ ପଳେଇ ଆସୁଛି, ମାନେ ସବୁ ଇସ୍ୟୁକୁ ସେମାନେ ଯେମିତି କ୍ୟାଶ କରିଦେବେ, ପଇସାରେ ପରିବର୍ତ୍ତନ କରିଦେବେ, ସେ ଜିନିଷ ହିଁ ବୁଝୁଛନ୍ତି। ପ୍ରତ୍ୟେକ ସ୍ତରର ଆପଣ ଗୋଟେ ବି ସେକ୍ଟର ନାହିଁ ଆମର ମାନେ ଗଭର୍ଣ୍ଣମେଣ୍ଟ ସେକ୍ଟର ଯୋଉଠି କି ୱିଦାଉଟ୍ ବ୍ରାଇବେରୀ କୌଣସି କାମ ହଉଛି। ଆଉ ସେ ଦୃଷ୍ଟିରୁ ଲୋକ ନିଜର ମାନସିକ ସ୍ତରରେ ବି ଜାଣିଦେଲେ ଯେ ଏଇଠି କିଛି କାମ ହବନି, ପଇସା ଦିଅ, ଆଉ ସେମାନଙ୍କୁ ଦେବାର ଅଭ୍ୟାସ ହେଇଗଲା, ଆଉ ସେମାନଙ୍କୁ ନେବାର ବି ଅଭ୍ୟାସ ହେଇଗଲା। ଆଜ୍ଞା, ତାପରେ ପାରଳାଖେମୁଣ୍ଡିର ଜନସାଧାରଣ ଧରିକି ବାର ହେବା କଥା, ଏବେ 1000ଟା ବାର ଖୋଲିଗଲାଣି, ଲୋକ ଖାଲି ବାରକୁ ଖାଲି ଖୋଜିକି ବୁଲୁଛନ୍ତି ସନ୍ଧ୍ୟା ହେଲେ। କି ଦରକାର, it is a completely very wrong process by the excise department। କାହିଁକି ସେ ଯୋଉ ପ୍ରୋସେସରେ କହୁଛି ଯେ
एक्साइज एरिया रो 100 मीटर्स भीतर गोटे मद दुकान रहिबनी किंतु ए सब जाक टाउन भीतर रहिगला टाउन भीतर रहिगला ये टाउन टा को गोटे बार रे परिणत कर देले रास्ता घाट रे गोटे स्त्री टी जीवा पई को कोन सिनेमा हॉल रे गोटे फैमिली बसिबा पई कि एका के गोटे झोटी ट्यूशन को जीवा पई एबे आपण आसी कि देखंते समय ट्यूशन जीवा समय सब छकरे टोका माने मते टिकी जोगिथिबे जियो माने कमेंट करिया पई ए प्रकार न्यूज़ सेंस रे पुलिस कोन देखुचे किछि देखुन आसला पर गुड़ाए घटना घटुची से घटना पर से केवे दृष्टिपात करूने तापरे राजनीति नेता माने ताकू पूरा ट्यूनिंग करिकिरी सेमानकर निजर फायदा देखुचंद छाड़ देले बेनिफिशियल एटा पुलिस को कंप्लेंट जाउची कि नै ए भीतर पुलिस की कंप्लेंट जाउची नमोद हेची हमर पुराना बस स्टैंड रे गुड लोक को पुलिस स्टेशन पछपट पुता हेतला गुड कांस्टेबल को सीटा भी बाहरला आ पुलिस स्टेशन ठीक पछे पटे गोटे गदा उपरे गोटे लोक को पके देथिले चिप्स गदा उपरे से सब उद्धार हैला तापरे हम रेलवे स्टेशन रे गोटे छोटी के मार दे के टैंकी रे पके देथिले से सब उद्धार हैला एमिति अनेक प्रकार सब उद्धार होची से मानकर रास्ता रे कुआडा जाउची चार्जशीट कोन होची कोर्ट को केबे आछि कोर्ट से माने विभिन्न प्रकार अव्यवस्था जारी रही छी माने मो खाली थाना वाला रे आपण कहली सर थाना वाला रे कहली आजिकल गोटे सुविधा है गला जदि चाकरी करिवो एक्साइज डिपार्टमेंट रे करिवो न आरटीओ डिपार्टमेंट रे करिवो सेठी मिलला वाला पैसा लांच कोर्ट मिलियोनी बुझले हम रजिस्ट्रेशन कोर्ट जोटा अछि सब रजिस्टर कोर्ट थिला डिस्ट्रिक्ट रजिस्टर सेठी चपरासी जो आरंभ करी रजिस्टर अथॉरिटी हाईएस्ट नेता पर्यंत पैसा बंटा होचे विदाउट एनी रिसिप्ट से माने बाहर करिवो जदि ना रजिस्ट्रेशन बंद माने प्रत्येक स्तर रे करप्शन लागि जायते एटी एंटी करप्शन वाला कोनोसी काम करूने जे पार्टी फिट होची से किछि काम होने प्रधान नाळ जो पार्लामेंट म्युनिसिपालिटी रो आसिया कथा से एकदम गुटे फुटिया नाळ गुड कर दै छथि जो नाळ रे कि पानी निष्कासन हे पारने जेतिकी ड्रेनेज व्यवस्था करथिले महाराजा कुटरत गजपति सब ड्रेनेज को बंद करा द्वारा तळ स्तर तळ अंचल मान पानी भर्ती होचे ताको न्यूज वाला सुनते काहे कि से माने चतुर्थ स्तंभ गोटे भी स्तंभ काम करने सर गोटे भी स्तंभ तो पारलाखेमडी रो विकास ऊपर टिके कहबे केमदी आपण खुशी अछंती कि पारलाखेमडी विकास किछि हेई नाही जेति कि सब घर द्वार करले निज निज लोक घर द्वार करले किंतु पारलाखेमडी रो इंफ्रास्ट्रक्चरल डेवलपमेंट किछि हेई नाही बुझले चारटा सागर एतेतरा सागर अछि किंतु पारलाखेमडी टाउन भीतर दीटा सागर अछि राम सागर और सीता सागर बोली कि बुझले से दीटा जागो सागर राम सागर हमर राज्य सरकार अप्रूव करछंती केते कोटी टंका किछि सागर गुडा करो डेवलपमेंट भाई सब राज्य सरकार पाखरो कि से केंद्र सरकार पाखरो पैसा आसुची आसला बेल को बाटरे जो प्रकार ऑब्स्टेकल्स होचे जेति कि ब्लॉकेज जाग होचे से ब्लॉकेज रो सब टंका जाग रिलीज हे एटी आसला बेल को देरी होची नथिले बंद हे अछि बुझले एबे पारला के आपण से बाट आछन सब बेले मोहनारे जो राम सागर बाट देख आछन राम सागर वेट तो वर्तमान केतो से आपण जानछन्ते कि आगे जाननांते सेति कि वेट जेति वेट एनकरेजमेंट हेची लीडर माने समत एनकरेज कर दे कि कामुंड रे पकेले सेटा जे जाजपुर वासी सियाडे घर द्वार नथला जाडे बांध देबरा तांके सब एनकरेज करले तांको नार पके दे टोटल जगह मारी बसले राम सागर पूरा छोटटा कर देले एटी से सीता सागर परिस्थिति सेटा ए सागर गुडा को बंद कर देले इरिगेशन टा हमको तो सुविधा कुआडे छै बस माने बेआईन भाबे जागा माडी बसचंती अनेक जागा माडी बसचंती इवन आपनकर मोहना जागा रे मते ये प्रकार काम होय गुडतर मो मोहना कास्तिले गुटे क्षेत्र खाली धान फसल हेतला ताको से कृषि विभाग के गोटे भुवनेश्वर आसते से बुले बुले फोटो काटुले मुझे गाड़ीटा रखिली पचारि कौन है कौन चलती भल थी कौन चलती ना ये सर्वे चलती गोटे क्यार को 1000टा फोटो नहीं कि क्यारे केते एकर जम देखी तुम बिहन सार सब जगह सरकार पाक मार दौच से जना पड़ा जे सरकार जे व्यवस्थापक सेठिकार जो अच्छी चार्ज रे से लोक पारलाखेमडी ट्रांसफर की 4 वर्ष है से भुवनेश्वर रही पारलाखेमडी को से डायरेक्शन करके माने ए प्रकार करप्शन रे पारलाखेमडी उन्नतिटा
ଜଳସେଚନ ବିଭାଗରୁ କୁହ, ବିଜନେସ ବିଭାଗରୁ କୁହ, ଯେକୌଣସି ବିଭାଗରୁ କୁହ, ସବୁଠି ପଇସା ଆମେ ଦେବାକୁ ପଡୁଛି। ପୁରା ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ବୋଲି ଆପଣ କହୁଛନ୍ତି। ଦୁର୍ନୀତି, ଏକଦମ ଦୁର୍ନୀତି, କୌଣସି ଜାଗାରେ ନୀତି ବାଲା ଜିନିଷ ଆକା ନାହିଁ, ହେଲେ ସବୁ ଆପଣ ଦୁର୍ନୀତି। ପୁରା ଆପଣଙ୍କର ଯାହା ବି ମତାମତ ଦଉଛନ୍ତି ତାହା ପୁରା ସତ୍ୟ ଉପରେ ଆଧାରିତ। ସତ୍ୟ ଉପରେ ଆଧାରିତ ସାର୍, ସତ୍ୟ ଉପରେ ଆଧାରିତ। ସତ୍ୟ ବୋଲିକି କହିବା ପାଇଁ ବାହାରକୁ ଯିବାକୁ ତ ପଡିବ। ଆଜ୍ଞା ସତ୍ୟ ବୋଲି କହିବା ପାଇଁ ନିଜେ ବାହାରକୁ ଯିବାକୁ ପଡିବ। ଏଇଟା ମୁଁ ଆପଣଙ୍କୁ ପ୍ରୁଫ୍ ବି କରିସାରିଛି ସାର୍। ମୋର ଯେତେବେଳେ ବୟସ ଥିଲା, ଯବାନ ଲୋକ ହେଇଥିଲେ, ଏକାଥରେ 3ଟା ଟ୍ରକ୍ ସାର୍ ମଦ, 3ଟା ଟ୍ରକ୍ ମଦ ବେପାରୀର, ଗୋଟେ ଟ୍ରକ୍ ରେ 300 ଗ୍ୟାଲନ ଥିଲା, ଗୋଟେ ଗ୍ୟାଲନ ର 35 ଲିଟର, 3ଟା ଯାକ ଟ୍ରକ୍ ଆମ ଘର ପାଖରେ କୋର୍ଟ ଭିତରେ ଥିଲେ ଜର୍ଜ ସାର୍, ରାଉତ ସାର୍ଙ୍କୁ ଯାଇକି ସେ 3ଟା ଟ୍ରକ୍ ର ଡ୍ରାଇଭରକୁ, ଚାଳକକୁ ମଝିରେ ରଖିକିରି ବାନ୍ଧିକି ବସେଇକିରି ଚାବି କାଢିକି ଜର୍ଜ ହାତରେ ଦେଲି। କୋର୍ଟ କାମ୍ପାସ ଭିତରେ ଗାଡି ନେଇ ରଖା ହେଲା। ଜର୍ଜ ସାର୍ ଯେତେବେଳେ ପୁଲିସକୁ ଫୋନ କଲେ, ଏକ୍ସାଇଜ ବାଲା ଫୋନ କଲେ, ଏକ୍ସାଇଜ ବାଲା, ପୁଲିସ ବାଲା ଆଉ ମଦ ମାଫିଆ ସମସ୍ତେ ଏକାଥରେ ଆସିକି ଜର୍ଜ ଦେଖୁଥିଲେ। ତାଙ୍କର ଭିତରେ, କୋର୍ଟ ଭିତରେ ବମ୍ ପକେଇକି ଇଗ୍ନିସିୟମରେ ଟ୍ରକ୍ କାଢିକି ପଳେଇଲେ। ସକାଳେ ପେପରରେ ଆସିଲା, ଅସାମାଜିକ ଯୁବକ ମାନେ ମାଫିଆଙ୍କ ପଇସା ମାଗିକି ହଇରାଣ କରୁଛନ୍ତି। ସେଇଟା କୋଉ ମସିହାର କଥା? ଏଇଟା ହଉଛି 1993 ମସିହା କଥା। 93 ମସିହା କଥା, ଠିକ 93 ମସିହା କଥା, ବୁଝିଲେ? 98 ମସିହା, ଏଇଟା ବୋଧେ ସେପ୍ଟେମ୍ବର ମାସର କଥା ସାର୍, ବୁଝିଲେ? ମୋ ପିଲାଟା ଯାହାକୁ ଯୋଗେଇଥିଲି, ସେ ପିଲାଟାକୁ ମାରି ରକ୍ତାକ୍ତ ତଳେ ପକେଇଦେଲେ। ତାକୁ ନେଇକି ମେଡିକାଲ ନେଇଛି। ସକାଳେ ତାଙ୍କ ସାହି ଆମ ସାହି 200 ଆମେ 200, ଏପଟ ଗଣ୍ଡଗୋଳ, ମଝିରେ ମୁଁ ସେମାନେ ଭଙ୍ଗା ଭଙ୍ଗି କରି ଛାଡିଲି। କାହିଁକି ଆମର କ୍ଷତି ହଉଛି, ପୋଲିସ ତାଙ୍କର, ଏକ୍ସେସ ତାଙ୍କର, ପଲିଟିକାଲ ଲୋକ ତାଙ୍କର ଚାଲୁଛି। ଆଉ ମୁଁ ଆଉ କଣ କରିପାରିଥାନ୍ତି? ମାନେ ଏମିତି ପରିସ୍ଥିତି, ଯେତିକି ପରିସ୍ଥିତି ମୁଁ ମୁକାବିଲା କରୁଛି ପର୍ସନାଲି, ନିଜର ବଳ ଉପରେ ନିର୍ଭର କରି, ନିଜ ସାହି ପିଲାଙ୍କୁ ନିର୍ଭର କରିକି, ସେତିକି ବୋଧ ହୁଏ ପାରଳାଖେମୁଣ୍ଡିରେ କୌଣସି ମାଇକାଲାଲ ସାହସ କରିନାହାନ୍ତି, ବୁଝିଲେ? ତଥାପି ଆଜି ପର୍ଯ୍ୟନ୍ତ ଯୋଉ ଦଶାରୁ ସେ ଦଶା ରହିଛି। ଆଉ ଆଜି ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଆପଣ ଯିବେ, ଗେଟ୍ ଉଠେଇବା ଲୋକ ମଧ୍ୟ ସେଠି ଏଷ୍ଟାବ୍ଲିଶମେଣ୍ଟ କ୍ଲାର୍କ, ଆଉ ସେ ଗୋଟେ ଏକ୍ଜିକ୍ୟୁଟିଭ ଅଫିସର, ଆଉ ମାମୁଲି ଏକ୍ଜିକ୍ୟୁଟିଭ, ଏମିତି ସମସ୍ତେ ଏକ୍ଜିକ୍ୟୁଟିଭ ଅଫିସର। କାହା କଥା କହିବା କୁହନ୍ତୁ? ଏମିତି ପରିସ୍ଥିତି। ପାରଳାଖେମୁଣ୍ଡିରେ ବିକାଶ ପାଇଁ ବୋଲି କୌଣସି କାମ, କୌଣସି ପଦକ୍ଷେପ ସରକାରର ଅଛନ୍ତି, କିଏ ନେଇନାହାନ୍ତି। ଆପଣ ଜାଣୁଛନ୍ତି, ଆପଣ ବି ନ୍ୟୁଜ ବାଲା, ମୁଁ ଜାଣିଛି, ଆପଣ ସିୟୁଟି ଆମର ଛାତ୍ର ମଧ୍ୟ ମୁଁ ଜାଣିଛି, ବୁଝିଲେ? ଦେଖନ୍ତୁ, ବିଗତ କେତେ ବର୍ଷ ହେଲା, 4 ବର୍ଷ ହେଲା, 3 ବର୍ଷ ତଳେ ଆମର ସୌମ୍ୟରଞ୍ଜନ ମହାପାତ୍ର ବୋଲି ଗୋଟେ ପିଲାଟି ଏସିପି ଥିଲେ, ଆଡିସନାଲ କନଜରଭେଟର ଫରେଷ୍ଟ ଏସିଏଫ ଥିଲେ। ତାକୁ ନିର୍ମମ ଭାବେ ହତ୍ୟା କରାଗଲା। ଓ ତାକୁ ଫେକ୍ ସାର୍ଟିଫିକେଟ ଗୁଡାକ ଦେଖେଇକିରି ତାକୁ ମେଡିକାଲ ନେଇକି ସେ ବଞ୍ଚିଛି, ସେ ବୟାନ ଦଉଛି। ଯାହାର ଜିଭ କଟା ହେଇଛି, ଯାହାର ଜିଭର ପାଟିରେ ନିଆଁ ଲଗା ହେଇଛି, ସେ ବୟାନ ଦେଇପାରିବେ କି ସାର୍? এটা করে কিন্তু সাইন্টিফিক্যাল ম্যাটার সেটা সে অলরেডি ডেথ তার 90% পড়ি যাইছি পুরো নিউজ କରାଗଲା। ନ୍ୟୁଜ ବାଲା ଘନ ଘନ ବାହାରିଲେ, କିଛି ହେଲା ନାହିଁ। ମାନେ ସେ ଭିତରେ କାହାର ହାତ ଅଛି ଆମେ କହିବା କଥା ନାହିଁ, ବଡ ବଡ ଲୋକଙ୍କ ହାତ ଯାଉଛି। ଆଉ ସେମାନେ ବି ଏମିତି ସବୁ କ୍ରାଇମ କରିକି ଚାଲିଥିବେ, ଆମେ ଆଉ କାହାରିକି କହିବା ସାର୍? ମାନେ ଆପଣ କହିବାକୁ ଚାହୁଁଛନ୍ତି ଆମ ଗଜପତି ଜିଲ୍ଲାରେ ମାନେ କ୍ରାଇମ ପୁରା ବଢି ବଢି ଚାଲିଛି, କ୍ରାଇମ ବଢିକି ଯାଉଛି, ସବୁ ବଢିକି ଯାଉଛି। ଗଜପତି ଜିଲ୍ଲା ହେଲା ପରେ ଗୋଟେ ଦୁଃଖରେ ବି ସେ ଆପଣ ଫ୍ଲାସ କରନ୍ତୁ, ମୋର ଶିକ୍ଷକ ମାନେ ଯୋଉମାନେ ମତେ ପାଠ ପଢଉଥିଲେ ପାରଳାଖେମୁଣ୍ଡିରେ ହାଇସ୍କୁଲରେ ପଢିଲା ବେଳେ, ସେ ଶିକ୍ଷକ ମାନେ ଆଜି ପର୍ଯ୍ୟନ୍ତ ଦରମା CA କିଛି ଅସୁବିଧା ହେଲେ ଯାଇକିରି CI ଅଫିସ ବ୍ରହ୍ମପୁରର ବାରଣ୍ଡାରେ ବସୁଛନ୍ତି ସାର୍। ବ୍ରହ୍ମପୁର ବାରଣ୍ଡାରେ ବସୁଛନ୍ତି। ଜିଲ୍ଲା ହେଲା ପରେ CI ଅଫିସ ଟା ପାରଳାଖେମୁଣ୍ଡି ଆସି ପାରିଲା ନାହିଁ। ସେ ଦଶାରେ ମୋ ଶିକ୍ଷକ ଯାଇକି ସେଠି ଜଗୁଛି। ଆମେ ଟିକେ ପାର୍ଟି କରିକି ସେ ଲୋକମାନଙ୍କୁ ଡରାଡରି କରିକି କାମ କରୁଛୁ ବେଳେ ବେଳେ। ମୁଁ ଯାଉଥିଲି, ଭଲ ଥିଲେ ଏବେ CI ଅଫିସ ପର୍ଯ୍ୟନ୍ତ ଆସିନି। ମାନେ ପାରଳାଖେମୁଣ୍ଡିରେ ଖାଲି डिस्ट्रिक्ट रेट गुड़ा बढ़ला, डिस्ट्रिक्ट रेट माने दरदाम टा बढ़ला, छाड़देले पारलाखेमुंडी डिस्ट्रिक्ट लेवल रो स्टेटस को आसिलानी सर। डिस्ट्रिक्ट लेवल स्टेटस को आसिलानी। दुखर विषय कोन करू, हम मान सब पछुको पळेलु, मु तो हैंडीकैप हे गेली आ लीडिंग के करूनांती, आर करिया की इच्छा नै, काहे मृत्यु मुख किए जीवे सर। आज्ञा एटा होचे कथा। ठीक अछि। हेले सर आपण ଆପଣଙ୍କୁ ନେକ୍ସଟ ପ୍ରଶ୍ନ ପଚାରିବାକୁ ଚାହିଁବି ଯେ ଆମର ଭାରତ ହେଉଛି ପୃଥିବୀର ସର୍ବବୃହତ ଗଣତନ୍ତ୍ର, ଆଉ ପ୍ରତି 5 ବର୍ଷକୁ ଥରେ ଏଠି ନିର୍ବାଚନ ହେଇଥାଏ। ତ ଦୀର୍ଘ
25 वर्ष 24-25 वर्ष हेलाणी आम ओडिशा रे सरकार परिवर्तन होना सेपटे आमर केंद्र सरकार मध्य दीर्घ 9-10 वर्ष शासन करी चले तो आपण को कौन लगुच आपण को लगुच कि सरकार केंद्र रे हो कि राज्य रे हो परिवर्तन हवा आवश्यक बोली जदि लगुच कौन पाई परिवर्तन हवा आवश्यक बोली सरकार बदलिबा कि सत्ता बदलिबा आमे चाहुना सत्ता तो सब बेले बदलुची पथका सब बेले बदलुची किंतु सरकार कौन गरीबर दुख मूल्य मजूरियार दुख केबे मध्य बदली ना जेमति कि सेमति अछि बुझिले तापरे ए जो सरकार बदलिया कथा कहउछंती कांग्रेस सरकार थिला बेले लोक मानकर सब प्रीति थिला काहे कि तांकर गोटे मध्य मनोभाव थिला जे आमे स्वाधीनतार सब इतिहास हम हाथ रे रहिछि आमे किछि करिया के पड़ो तापर जो सरकार मान आसिले से माने किछि करि पारलेन आज जदि बिजु जनता दलर सरकार बीजेडी सरकार जदि ठिया आइछि माने बिजु बाबूंकर फाउंडेशन ऊपर ठिया आइछि बिजु बाबूंको जो प्रकार शिल्प नीति थिला जो प्रकार गरीब नीति थिला जे मानक उद्योग नीति थिला सेथिरे ठिया आइछि तापर नवीन पटनायक परिवार बोली किछि नै मु सरकार रे कहबा पय मु कांग्रेस लोक आइगा मु नवीन बाबूंको सरकार लोक नै बुझिले किंतु सरकारटा किछि गुटे चालुछि तापरे सेपटे मोदी आछंती से जेतिकी समय आछती जेतिकी बेले आछंती से लोक सब बेले करप्शन भितर रहिले ताकर वाक्य गुडाक भलो ताकर भाषण गुडाक भलो सब गुडाक भलो अछि किंतु चारटा शंकराचार्य को से धिक्कार करके से कहते हिंदू धर्म स्थापन कर हिंदू देश स्थापन कर तापरे से समस्त हिंदू नीति को त्याग कर सेटा कहले निजर स्त्री को से मध्य आपणेले नै निजर माँ को निज पाख रखिले नै कहूछ भारत वर्ष जागा मोर परिवार तापरे अंबानी अदानी को कवरेज करके से सब मामूली खाउटी मानक ऊपर मध्य जीएसटी लगे दउछंती सेतिरे लोकंकर केते दूर संभव भाविबार संभव अछि जे ए लोक जाऊ कि रहू निश्चय लोक मानकर मनटा बाधुची आ सेति दृष्टि मोदींकर प्रति मध्य लोकंकर तिक्त भाव अछि एटे नवीन पटनायकर माइनस पॉइंट पांड्या रही अछि एमते दृष्टि आकु हटेबा पय बद लोक चाहउछंती आमे चाहूँ कौन सरकार हटेबाटा बड़ कथा किसी नुह आमर भाग्य परिवर्तन नहीं कि जमती कि आम ओडिशा समस्त सब बेले जमी झगड़ा चपड़ा रोला सीमित शस्य श्यामला रो एटा आम चाहूँ सरकार बदल कौन हम सत्ता बदल किसी हेनी आमर भाग्य बदलबार पड़ो सार से लोक पब्लिक भोटर्स चाहूँगी एथर मु भावुँ कौन नोटा वाला जो चिन्हटा अच्छी आमर ईवीएम रे ताको पूरा समस्त समग्र राज्य व्यापी देश व्यापी तार प्रचारण हो प्रसारण हो ये जिनसटा जहाँ चाहूना फ्रड नेता को सरकार को दियो बोली चाहले से जना पड़ो सरकार विरोध में केते लोक अछंती का विरोध में केते लोक अछंती बुझले एटा करूना सरकार करूना एटा दुखर विषय बेसी हेले सर माने आपण विभिन्न प्रकार आ जो गणतंत्र विषय आपण कहले गणतंत्र विषय कहले केते जण मानछन सर डॉक्टर अम्बेडकर को से जो 2 वर्ष 11 मास 18 दिन जो कष्ट पड़े कि गोटे गणतंत्र विधान लिखिले से गणतंत्र विधान को वर्तमान 78 थर चेंज हो गलानी आवश्यक किसी चेंज होइतो तो अनावश्यक निजर पैतारा विस्तार करिया जो जो माने केंद्र रे आसिक आईन मंत्री से माने चेंज कर देलेनी आ कोनटा सेटा गणतंत्र रा कोनटा बड़ जिंसटा अछि कोन तो सब तो चेंज कर देले माने आपन को लागुची जे संविधान आकार रे संवैधानिक भाबे चालिनी हम देश संविधान ऊपर तार मर्यादा नहीं संविधान ऊपर तार गौरव नहीं कि संविधान लेखक ऊपर तार कोनसी गौरव नहीं सेरा संविधान बाट संविधान पाख को छाड़ दे कि माने तांको निजर ये सब चलाउछंती आपन जो 4टा स्तंभ अछि लेजिस्लेटिव गुटे जुडिशियरी गुटे न्यूज मीडिया गुटे आ गुटे ए जो अछि पॉलिटिक्स गुटे ए सब जा को 4टा जा स्तंभ निज निज स्तर रे निज निजर माध्यम रे निज निजर प्रतिभा रे निज निजर गौरव जे काम करथांते देशटा चलतांता 4टा जा स्तंभ केवल पॉलिटिक्स से डोमिनेट करके चलेला देश रे 3टा स्तंभ पूरा निष्क्रिय हेला ना सर आ से माने कोन चलेबे देश को हमको अरे 4टा स्तंभ जाको एबे दुर्नीतिग्रस्त आ ठीक से काम करनांती बोली आपन को लागै 4टा स्तंभ जाको गोटिए स्तंभ पॉलिटिक्स ऊपर लेजिस्लेटिव ऊपर मध्ये 4टा स्तंभ जाको पॉलिटिक्स ऊपर निर्भर कर चलछंती जुडिशियरी भितर मध्ये धीरे धीरे किना आज करप्शन पसी गलाने सेडा मध्ये तांको अधीन को पळे गला 4टा स्तंभ जाको ठीक रे ठियाई पालेनी 4टा स्तंभ जा ठीक रे तांको निजर
ନିଜର ଗୌରବରେ ନିଜର ଫ୍ୟାସିଲିଟିରେ ନିଜର ପ୍ରାଉଡରେ କାମ କଲେନି ମାନେ ଆମର ଦେଶର ସ୍ୱାଧୀନତା ହେଲେ କଣ ନହେଲେ କଣ ସବୁବେଳେ ଏଇ ଜିନିଷଟା ରହୁଛି। ହେଲେ ସାର୍ ଆପଣଙ୍କର କଣ ସ୍ୱପ୍ନ ରହିଛି ସାର୍? ଏତେ ତ ଆପଣ ଗୋଟେ ଅବ୍ୟବସ୍ଥା ଭିତରେ ଚାଲିଛି ଆମ ଦେଶ ବୋଲି ଆପଣ କହୁଛନ୍ତି, ତ ଆପଣଙ୍କର କଣ ସ୍ୱପ୍ନ ରହିଛି? ଆପଣ କେଉଁ ପ୍ରକାରର ଭାରତ ଚାହୁଁଛନ୍ତି? କେଉଁ ପ୍ରକାରର ଆମ ଦେଶ ବା ରାଜ୍ୟ ବା ଆପଣଙ୍କ ଅଞ୍ଚଳ ବିକାଶ କ୍ଷେତ୍ରରେ ହଉ ବିଭିନ୍ନ କ୍ଷେତ୍ରରେ ଆପଣଙ୍କର ସ୍ୱପ୍ନ ରହିଛି? ମୋର ସ୍ୱପ୍ନ ସେଇଟା ରହୁଛି ସାର୍, ଯେତେବେଳେ କି ଆପଣ ଗୋଟେ ଡାଇଲଗ ମୁଁ ଆପଣଙ୍କୁ କହିବାକୁ ଚାହେଁ, କାହିଁକି ସେ ଡାଇଲଗଟା ନ କହିଲେ ଅଧୁରା ହେଇଯିବ ମୋର ସ୍ୱପ୍ନଟା। ସେ ଯୋଉ କହୁଥିଲେ ସୁଭାଷ ଚନ୍ଦ୍ର ବୋଷ, ସେଇ ପାଖେ ସେଇ ପର୍ବତର ସେ ପାରିରେ ମୋ ଭାରତ ମାତା ମତେ ରଡି କରି ଡାକୁଛି, ହାତ ଠାରି ଡାକୁଛି, ଚାଲ ଯିବା ସେଠି ଶହୀଦ ହେଇକି ମରିଯିବା, ନଚେତ ଛାଏ ଆମ ଦେଶ ମାତାକୁ ସ୍ୱାଧୀନତା ଆଣିକିରି ଆମ ଦେଶ ମାତାକୁ ମୁକୁଟ କିଣେଇଲା। ଏଇ ଯୋଉ ସାମାନ୍ୟ ଡାଇଲଗ ଲୋକମାନଙ୍କୁ ଯେତେବେଳେ ଆକୃଷ୍ଟ କରିପାରୁଥିଲା, ସେମିତି ଆକର୍ଷିତ ପ୍ରକାର କିଛି ଗୋଟେ ନେତା ଆସନ୍ତୁ ଯାହାଙ୍କ ଦ୍ଵାରା କି ଆମର ଭାରତ ଆଗରୁ ଯେମିତି ଥିଲା ସେମିତି ଏକତ୍ରିତ ହଉ, ସବୁଠି ବିକାଶ ହଉ, ଅଧିକ କି ମୂଳ ଅନେକ ବିକାଶ ହଉ, ବିକାଶ ଦ୍ଵାରା ଭାରତ ପୂର୍ବ ମଧ୍ୟ ଚାଲୁ। ଆଉ ଏଇ ଯୋଉ ବାହାରୁ ଯୋଉ ପ୍ରକାର ଆମ ଉପରେ ପ୍ରଭାବ ପଡୁଛି, ଆମର ଭାରତ ଜାତି ଉପରେ ପ୍ରଭାବ ପଡୁଛି, ଏ ଜାତିବାଦ ଉଠିଯାଉ, ଏ ଧର୍ମବାଦ ଉଠିଯାଉ, ଏମାନଙ୍କୁ ସବୁ ଦୂରରେ ରଖିକି ସମସ୍ତେ ଏକତା ହେଇକି ଯେମିତି ସମସ୍ତେ ଭାଇ ଭାଇ ଚଳନ୍ତୁ। ଏଇଟା କିଏ ଚାହୁଁନି ସାର୍? ମୁଁ ସୁରେଶ ମିସାଲ ଜଣେ ଚାହୁଁଛି କି ସମସ୍ତେ ଚାହୁଁଛନ୍ତି, ମୋର ସେ ସ୍ୱପ୍ନ ଅଛି ସାର୍। ସେମିତି ସମସ୍ତେ ଏକତା ହେଲେ ଏ ଭାରତଟା କେତେ ଭଲ ଲାଗିଥାନ୍ତା, ଆରାମରେ ମରିବାକୁ ହେଲେ ଭଲ ଲାଗିଥାନ୍ତା। ଯେମିତି ଆମର ମହାତ୍ମା ଗାନ୍ଧୀଙ୍କର ସାରଲା ବେନ ଓ ମୀରା ବେହେନ କହିଥିଲେ, ଆପଣ ମାନେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପରେ ଆପଣ ଭାରତ ରହୁଛନ୍ତି କଣ ପାଇଁ? ସେ ଯୋଉ ଭଉଣୀ ମାନେ ଯୋଉ କହିଥିଲେ ମରିବା ପାଇଁ ଭାରତ ମାଟିଠୁ ପବିତ୍ର ମାଟି ପୃଥିବୀରେ କୋଉଠି ନାହିଁ, ସେମିତି ଆମର ଦେଶଟା ରହୁ, ଏଇଟା ଆମେ ବି ଚାହୁଁଛୁ, ସମସ୍ତେ ବି ଚାହୁଁଛନ୍ତି। ଆଉ ଦେଶରେ ଯୋଉ ବାହାର ଦେଶରୁ ଯୋଉ ପ୍ରକାର ପ୍ରଭାବଟା ପଡୁଛି, ମାନେ ବୈଦେଶିକ ପ୍ରଭାବଟା, ସେଟା କ୍ଷୟ ହେଇଯାଉ ସାର୍। ମାନେ ଆମ ଦେଶର ନିଜସ୍ୱ ସଂସ୍କୃତି, ନିଜସ୍ୱ ଧର୍ମ, ନିଜସ୍ୱ କଳା ସବୁ ବଜାୟ ରହୁ, ସବୁ ବଜାୟ ରହୁ। ତାପରେ ସମସ୍ତେ ଉପାଧି ପାଆନ୍ତୁ। ଦେଖନ୍ତୁ ଆଜି ମୋଦି ସରକାର ଯୋଉ କରୁଛନ୍ତି, ପ୍ରଥମ ଭୁଲ କରିଥିଲେ ଜାହାଙ୍ଗୀରର ସମୟରେ ସାର ଟମାସରୁ ଆସିବାରେ ତାଙ୍କୁ ଆମ ଭାରତ ଦେଶଟାକୁ ବ୍ୟବସାୟିକ ଭିତ୍ତିରେ ଦିଆଯାଇଥିଲା। ଏବେ FDI କୁ ଆମ ଦେଶର ବ୍ୟବସାୟିକ ଭିତ୍ତିରେ ଯେତେବେଳେ ମୋଦି ଦେଇଛନ୍ତି, କେତେ ଲୋକ କୁମ୍ଭାର ତାର କାମ କରୁନି, କମାର ତାର କାମ କରୁନି, ପତ୍ର ବୁଣିକି ଲୋକ ବଞ୍ଚେ ତାର କାମ ସେ କରୁନାହିଁ, ସେ ପତ୍ର ଗୋଟେ ଗାଁରେ ଠଲା ପଡେ ତାର କାମ ସେ କରୁନାହିଁ। ଅନେକ ଲୋକ ନିଜ ନିଜର ଉପାଧି ହରେଇ ଦେଲେ ସାର୍। କୁଟୀର ଶିଳ୍ପ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇଗଲା। ଆଉ ସେ ସବୁ ଜିନିଷ ଯାକ ଆମକୁ ଭାରତର ଥିଲେ ତ ଭାରତର ସୌନ୍ଦର୍ଯ୍ୟତା ଥିଲା, ଆଉ ସେ ସବୁ ତ ବନ୍ଦ ହେଇଗଲା ସାର୍। ଏ ସବୁ ଯାକ ଯେମିତିକି ଆଗ ଭଳି ଆଉ ଚାଲିବ, ଆଉ ସମସ୍ତେ ସର୍ବେ ଭବନ୍ତୁ ନିରାମୟା ଯୋଉଟା ଲେଖା ହେଇଛି ଆମ ଶାସ୍ତ୍ରରେ, ସେମିତି ସମସ୍ତେ ସର୍ବେ ଭବନ୍ତୁ ସୁଖୀନ ଭଲ ହେଇକି ରହିବାଟା ଆମେ ଚାହୁଁଛୁ ସାର୍। ଠିକ ଅଛି ସାର୍, ବହୁତ ସୁନ୍ଦର ଭାବେ ଆଜି ଆମର ପଡକାଷ୍ଟ ପାଇଁ ଆପଣ ସମୟ ଦେଲେ ସାର୍, ସେଥି ମତେ ବହୁତ ବହୁତ ଧନ୍ୟବାଦ। ତ ଆଉ କଣ କହିବା ପାଇଁ ଚାହୁଁଛନ୍ତି ଶ୍ରୋତା ବନ୍ଧୁ ମାନଙ୍କୁ? କାରଣ ବହୁତ ଜଣ ଆପଣଙ୍କର ଆମର ଏଇ ପଡକାଷ୍ଟ ଶୁଣୁଥିବେ, ଅନ୍ତିମ ମେସେଜ କଣ ଦେବା ପାଇଁ ଚାହୁଁଛନ୍ତି ପଡକାଷ୍ଟ ମାଧ୍ୟମରେ? ଅନ୍ତିମ ମେସେଜ ମୁଁ ଦେବାକୁ ଚାହୁଁଛି, ନିର୍ବାଚନ ପାଇଁ ଯୋଉ ନାଗରିକ ମାନଙ୍କୁ ବ୍ୟବହାର କରାଯାଉଛି, 140 କୋଟି ନାଗରିକ ମାନଙ୍କୁ, ସେମାନେ ନିଜର ନାଗରିକତାର ମହତ୍ଵଟା ଟିକେ ବୁଝନ୍ତୁ। ଭୋଟ ଦେଲା ପୂର୍ବରୁ ବୁଝନ୍ତୁ, ସଠିକ ନେତାକୁ ବାଛନ୍ତୁ। ସଠିକ ନେତା ମିଳିବା ଅବଶ୍ୟ କଷ୍ଟକର, ତଥାପି ବାଛିବାକୁ ହିଁ ପଡିବ, ଯେହେତୁ ନିର୍ବାଚନ ଗୋଟେ ପ୍ରକ୍ରିୟା ଆମକୁ ଆସିଛି ଭାରତ ଦେଶରେ। ବାଛନ୍ତୁ, ଯେତେବେଳେ କୌଣସି ଅଭାବ ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆଣ୍ଟି କରପ୍ସନ କୁ ଫୋନ କରନ୍ତୁ, ତାଙ୍କ ଦ୍ଵାରା ଆମର ସୁବିଧା ହବ। ଓ ଇଲେକ୍ସନ କମିଶନରକୁ ଫୋନ କରି ସେ ନିର୍ବାଚନର କୋଉ ଜାଗାରେ କଣ କଣ ଅସୁବିଧା ହଉଛି ଜଣାନ୍ତୁ। ଲୋକ ଡରନ୍ତୁ ନାହିଁ, ନିର୍ଭୟରେ ନଅଟାକୁ ଭୋଟ କରନ୍ତୁ ବୋଲି ମୁଁ କହୁଛି ସାର୍। ଠିକ ଅଛି ସାର୍, ଠିକ ଅଛି ସାର୍, ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କର ମୂଲ୍ୟବାନ ସମୟ ଆମର ଏଇ ପଡକାଷ୍ଟ ପାଇଁ ଦେଲେ। ତ ଆପଣଙ୍କୁ ପୁନର୍ବାର ଆମର ଯୋଉ ଆମ ଭାରତର ପର୍ବ, ଯୋଉ ନିର୍ବାଚନର ପର୍ବ ପାଇଁ ଅଶେଷ ଅଶେଷ ଶୁଭେଚ୍ଛା ସାର୍। ଆପଣଙ୍କ ଜୀବନ ସୁଖମୟ ହେଉ, ଆଉ ଅନେକ ବର୍ଷ ଆପଣ ବଞ୍ଚନ୍ତୁ ସାର୍। ବହୁତ ବହୁତ ଧନ୍ୟବାଦ ସାର୍। ନାଇଁ ସାର୍, ମୁଁ କୁଆଡେ ବେଶୀ ବର୍ଷ ବଞ୍ଚିବି, ଆଉ ମୋର ତ ପାଖ ହେଇଗଲାଣି, ଇଭେନ ମୋର ତ ଦେହଟା ବହୁତ ଭଲ ରହୁନି। ତଥାପି ଯେହେତୁ ଆପଣ ମତେ ଗୋଟେ ପ୍ରଶ୍ନ ପଚାରିକି ମୋ ପାଖକୁ କିଛି ଗୋଟେ ଉତ୍ତରଟା, ମୋର ମନ କଥାଟା ମୁଁ ଆପଣଙ୍କୁ ଖୋଲି କଲି, ସେଥିପାଇଁ ଆପଣଙ୍କୁ ମୁଁ କୃତଜ୍ଞତା ନିଶ୍ଚୟ ଦେବି।
ଆପଣ ଏଇଟା ଭର୍ଟିକାଲଟା ଦିଗ୍ବିଜୟରେ ଆପଣ ଯାଆନ୍ତୁ, ଆପଣଙ୍କୁ ଚିହ୍ନନ୍ତୁ। ମୋ ଜିଲ୍ଲାର ଗୋଟିଏ ଅଞ୍ଚଳ ଯୋଉଟା ମୋହନା, ସେ ମୋହନାର ଗୋଟେ ପିଲାକୁ ଯିଏକି ଦେଶ ସେବା ପାଇଁ ଆଗକୁ ଆସିଛି, ନିର୍ଭୟରେ ତାର ନିଜର ମତାମତ ରଖିପାରୁଛି, ସେ ପିଲାକୁ ସମସ୍ତେ ପସନ୍ଦ କରନ୍ତୁ, ଗ୍ରହଣ କରନ୍ତୁ। ଏହା ହିଁ ମୋର ଅଭିଳାଷା ସାର୍। ଠିକ ଅଛି ସାର୍, ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର ନମସ୍କାର। ନମସ୍କାର।